ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମ ମୁଣ୍ଡାରେ ରାସ୍ତା କଡ଼ରେ ଗଦା ହୋଇଥିବା 3.5 ଏକର ଜମିରେ ଧାନ ଗଦା ଜାଳି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ। ମହୁଲପାଲି ଗ୍ରାମର ନରେନ୍ଦ୍ର ପ୍ରଧାନ 2.5 ଏକର ଓ ଅଶ୍ୱିନୀ ପ୍ରଧାନଙ୍କର 1 ଏକର ଜମିରୁ ଧାନ କାଟି ରାସ୍ତା କଡ଼ରେ ଗଦା କରି ଧାନ ଅମଳ ପାଇଁ ଅପେକ୍ଷାରେ ଥିଲେ। ଆଜି ସେମାନଙ୍କ ଅଭିଯୋଗ ମୁତାବକ କେହି ଦୁର୍ବୃତ୍ତ ଧାନ ଗଦାରେ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ହେତୁ 3.5 ଏକର ଜମିରେ ଧାନ ଜଳି ପୋଡ଼ି ପାଉଁଶ ହୋଇଛି। ଖବର ପାଇ ବୌଦ୍ଧ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ନରେନ୍ଦ୍ର ପ୍ରଧାନ ଅତ୍ୟନ୍ତ ଗରିବ, ପିଲାମାନଙ୍କ ପାଇଁ 20,000 ଟଙ୍କା ପାଠପଢ଼ା ଫିସ୍ ବାନ୍ଧିବାକୁ ଥିବା ବେଳେ ଏ ଘଟଣାରେ ତାଙ୍କ ପରିବାର ଅତ୍ୟନ୍ତ ଦୁଃଖ ହୋଇପଡ଼ିଛନ୍ତି। ତେବେ ଖବର ପାଇ ସରସରା ଆର୍ଆଇ ଘଟଣାସ୍ଥଳରେ ପହଞ୍ଚିଥିବା ଓ କ୍ଷୟକ୍ଷତିର ତଦନ୍ତ କରିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତୁରନ୍ତ ଦୁଇ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ସର୍ବସାଧାରଣରେ ଦାବି ହୋଇଛି। ବୌଦ୍ଧରୁ ପ୍ରଭଞ୍ଜନ ପୁରୋହିତଙ୍କ ରିପୋର୍ଟ, ବିକଳ୍ପ ସମାଚାର।